ଆଜି ମୋ କବିତାର ଶୀର୍ଷକ ପ୍ରଥମ ନାଗରିକ ଓ ତାଙ୍କ ଜନ୍ମଦିନ। ମୟୂରଭଞ୍ଜର ବାଇଦା ପୋଷିରେ ଜନମିଲ ତୁମେ ଯାଇ, ଆଗକୁ ବଢ଼ିଲ ଛୋଟ କୁଡ଼ିଆରେ ମାଟି କାଦୁଅ ବି ହୋଇ, ମାଟି କାଦୁଅ ବି ହୋଇ। 1958 ମସିହା ଜୁନ୍ 20 ତାରିଖ, ବିରଞ୍ଚି ବାପାଙ୍କ କୋଳକୁ ମଣ୍ଡିଲ ପୁତି ଟୁଡୁ ନାମେ ଖ୍ୟାତ, ପୁତି ଟୁଡୁ ନାମେ ଖ୍ୟାତ। ଗ୍ରାମର ପ୍ରଥମ ଗ୍ରାଜୁଏଟ୍ ତୁମେ, ଗ୍ରାମର ପ୍ରଥମ ଗ୍ରାଜୁଏଟ୍ ତୁମେ, ଗ୍ରାମର ଗୌରବ ଥିଲ। ଶ୍ୟାମଚରଣଙ୍କୁ ବିବାହ ବନ୍ଧନେ ବାନ୍ଧି ଯଶ ରଖିଥିଲ, ବାନ୍ଧି ଯଶ ରଖିଥିଲ। ଲକ୍ଷ୍ମଣ ସିପୁନ ତୁମ ଦୁଇ ପୁଅ, ଅଲି ଅଳି ଝିଅଟିଏ। ବିଧିର ବିଧାନ କେ କରିବ ଆନ, କାଳ ଆସି ବାନ୍ଧି ନିଏ, କାଳ ଆସି ବାନ୍ଧି ନିଏ। 2000ରେ ରାଇରଙ୍ଗପୁରରୁ 2004ରେ ପୁଣି ବିଧାନ ସଭାକୁ ମଣ୍ଡନ କରିଲ। ରାଜ ଟିକା ଥିଲା ଜାଣି, ରାଜ ଟିକା ଥିଲା ଜାଣି। 2015 ମସିହାରୁ 21 ଯାଏଁ ବିତେ, ଝାଡ଼ଖଣ୍ଡର ରାଜ୍ୟପାଳ ହୋଇ କାର୍ଯ୍ୟ କଲ କେତେ ମତେ, କାର୍ଯ୍ୟ କଲ କେତେ ମତେ। ମଝିରେ ବିତିଛି ଶିକ୍ଷକତା ପୁଣି କେତେ କେତେ ଯେ କଷଣ, ଧୈର୍ଯ୍ୟର ପରୀକ୍ଷା ଶେଷ ହୋଇଗଲା, ହୋଇଲ ସବୁରେ ଉତ୍ତୀର୍ଣ୍ଣ, ହୋଇଲ ସବୁରେ ଉତ୍ତୀର୍ଣ୍ଣ। ରାଷ୍ଟ୍ରର ମାଲିକ ପ୍ରଥମ ନାଗରିକ ପଦ ଥିଲା ତୁମ ପାଇଁ, ଅଳଙ୍କୃତ କଲ ଥକି ପଡ଼ିନାହିଁ ଦେଶ ସୁଶାସନ ପାଇଁ, ଦେଶ ସୁଶାସନ ପାଇଁ। ଆହେ ମହିୟସୀ ନମସ୍ୟାର ପାତ୍ରୀ, ବିଜୟ ମୁକୁଟ ଧାରୀ, ଟେକ ରଖିଦେଲ ଗ୍ରାମ ଓ ଦେଶର, ଉଦାହରଣ ସୃଷ୍ଟି କରି, ଉଦାହରଣ ସୃଷ୍ଟି କରି। ଦେଖେଇ ଦେଇଛ ଆପ୍ରାଣ ଉଦ୍ୟମ କେବେ ବ୍ୟର୍ଥ ଯାଏ ନାହିଁ, ଦେଖେଇ ଦେଇଛ ଆପ୍ରାଣ ଉଦ୍ୟମ କେବେ ବ୍ୟର୍ଥ ଯାଏ ନାହିଁ। ନିରନ୍ତର ଚେଷ୍ଟା ଶୀର୍ଷେ ପହଞ୍ଚାଏ, ସତ୍ୟ ସତ୍ୟ ଏହା ଜାଣି, ସତ୍ୟ ସତ୍ୟ ଏହା ଜାଣି। ଶିଖେଇ ଦେଇଛ ନାରୀ ନାରାୟଣୀ, ଶିଖେଇ ଦେଇଛ ନାରୀ ନାରାୟଣୀ, ଅବଳା ଦୁର୍ବଳା ନୁହେଁ। ଯୁଗ ବଦଳିଛି ନାରୀ ଆଗେଇଛି, ଇଚ୍ଛା ଶକ୍ତି ଖାଲି ଚାହେଁ, ଇଚ୍ଛା ଶକ୍ତି ଖାଲି ଚାହେଁ। ଚମତ୍କାରିତାର ନିଦର୍ଶନ ତୁମେ ନାରୀଙ୍କ ସାହସ ଶକ୍ତି, ଯୁଗ ଯୁଗ ପାଇଁ ଯଶ କୀର୍ତ୍ତି ଥାଉ ଦେଶ ମାତୃକାକୁ ଭକ୍ତି, ଦେଶ ମାତୃକାକୁ ଭକ୍ତି। ତୁମ ସରଳତା ତୁମ ସଚ୍ଚୋଟତା ତୁମରି ଆଦର୍ଶ ଯେତେ, ତୁମର ସଂସ୍କାର ତୁମ ଉଚ୍ଚ ମନ, ଲିପିବଦ୍ଧ ହେବ ଜଗତେ, ଲିପିବଦ୍ଧ ହେବ ଜଗତେ, ଲିପିବଦ୍ଧ ହେବ ଜଗତେ। ଧନ୍ୟବାଦ।